ପବିତ୍ର ବିନ୍ଦୁସାଗର କୁ ଆମେ ଆସୁଛେ ପୂଜା କରିବା ପାଇଁ, ପିଣ୍ଡଦାନ କରିବା ପାଇଁ, ତା ବଦଳରେ କିଛି ପୁଣ୍ୟ ଅର୍ଜନ କରିବା ପାଇଁ। କିନ୍ତୁ ଥରେ ଭାବନ୍ତୁ, ସତରେ କଣ ଆମେ ପୁଣ୍ୟ ଅର୍ଜନ କରୁଛେ? এই ପବିତ୍ର ପରିଷ୍କାର ଜଳକୁ ଆମେ ମାନେ ପୂଜା କରି ସାରିଲା ପରେ ଯୋଉ ପ୍ଲାଷ୍ଟିକ ଗୁଡିକୁ ବ୍ୟବହାର କରୁଛେ ତାକୁ ଏ କୂଳରେ ଏଇଭଳି ଭାବରେ ଛାଡି ଦେଇକି ଯାଉଛେ, ଯୋଉଟା କି ପାଣି ଏବଂ ପାଣି ଭିତରେ ଥିବା ଜୀବମାନଙ୍କ ପ୍ରତି ବିପଦ ସୃଷ୍ଟି କରିଥାଏ। ଆମମାନଙ୍କର ଦାୟିତ୍ୱ, ଆମମାନଙ୍କର କର୍ତ୍ତବ୍ୟ ରହୁଛି ପୂଜା କରି ସାରିଲା ପରେ ତାର ଯୋଉ ପୂଜାର ୱେଷ୍ଟ ଗୁଡିକ ପ୍ରପର ଜାଗାରେ ଆମେ ତାକୁ ରଖିବା, ପ୍ଲାଷ୍ଟିକ ଗୁଡିକୁ ଡଷ୍ଟବିନ ରେ ପକେଇବା ଏବଂ ଯେଉଁ ଫୁଲ ପତ୍ର ରହିଛି ତାକୁ ଆମେ ଅଲଗା ଜାଗାରେ ରଖିବା, ଯେମିତିକି ଏହା ପାଣି ସାଙ୍ଗରେ ନ ମିଶି ପ୍ରଦୂଷଣ ନ କରିବ। ଆମମାନଙ୍କର ଦାୟିତ୍ୱ, ଆମମାନଙ୍କର କର୍ତ୍ତବ୍ୟ এই ପବିତ୍ର ବିନ୍ଦୁସାଗରକୁ ଆମେ ସୁରକ୍ଷିତ ରଖିବା ଏବଂ ପରିଷ୍କାର ରଖିବା। ଧନ୍ୟବାଦ।